ଏକୁଟିଆ ଜୀବନ ଅତି ଦୁସ୍ତର। ମାଙ୍କଡ଼ଟିଏ ଏବଂ ସିଂହ ଏକା ଏକା ଥିଲେ। ସିଂହ ଶୋଇଥିଲା, ମାଙ୍କଡ଼ ଛୁଆଟି ଆସିକି ସିଂହର କାନକୁ ଟିକେ ଟାଣିଦେଲା। ହଠାତ୍ ସିଂହ ଉଠିଗଲା, କିରେ କିଏ? ନା ମୁଁ ମାଙ୍କଡ଼। କ'ଣ ହେଲା? କାହିଁକି ତୁ ମୋ କାନ ଟାଣିଲୁ? ମୁଁ ଜାଣିଛୁ ମୁଁ ରଜା ସିଂହ। କହିଲା, ହଁ ମୁଁ ଜାଣିଛି, କିନ୍ତୁ ଆପଣ ଏକା ଶୋଇଥିଲେ, ମୁଁ ଟିକେ କାନ କାମୁଡ଼ିଦେଲି। ତାକୁ ଶୁଣିକିରି ସିଂହ ଦେଖିଲା ଚାରିଆଡ଼େ କିଛି ଆଉ କିଏ ଅଛି ତ? ତାକୁ ପଚାରିଲା, ଆଚ୍ଛା ଆଉ କିଏ ଦେଖୁଛି କି? ସେ କହିଲା, ନାଇଁ ଆଉ କେହି ଦେଖିନି, ମୁଁ ଖାଲି ତମକୁ ଟିକେ ଟାଣିଦେଲି। ସେ କହିଲା, ଠିକ୍ ଅଛି, ତୁ ଆଉ ଥରେ ଟାଣିଦେ, ମୋତେ ବହୁତ ଭଲ ଲାଗୁଛି। ସେ ଆଉ ଥରେ ଟାଣିଲା ଏବଂ ଏଥିରୁ ଜଣାପଡ଼ୁଛି ମନୁଷ୍ୟମାନେ ବା ଆମେ ବି ଯଦି ଏକା ରହୁଛନ୍ତି ତାହେଲେ ଆମକୁ ବି ଦୁଃଖ ଲାଗୁଛି। ତେଣୁ ଆମେ ସମସ୍ତେ ସମାଜରେ ରହିବା, ବଢ଼ିଆସେ ରହିବା ଏବଂ ସଂଗଠିତ ଭାବରେ ରହିବା। ଧନ୍ୟବାଦ।